And now we invite you to rise in spirit and in soul as we immerse ourselves in the melodious rhythm of our beloved Navodaya prayer, Kaminali Kile Bharti Nayati, which is not just an arti, but a clarion call, a declaration of purpose, and a march towards progress. I will again request our team, who just sang this very beautiful welcome song, to come on the stage as we ask the audience to please stand and we begin our Navodaya prayer. 1997 ମୁଁ ନବୋଦୟରେ +2 ପାସ୍ କରିଛି। ଆଉ ବର୍ତ୍ତମାନ ମୁଁ ଆମର ନାଁ ବୋଲି ଯେଉଁ ଅଛି ନବୋଦୟ ଆଲୁମିନି ଆସୋସିଏସନ୍ ଓଡ଼ିଶାର ସେକ୍ରେଟାରୀ ଅଛି। ଆଉ ମୋ ସାଥିରେ ପ୍ରେମଲାଲ ଭାଇ ଅଛନ୍ତି, ସିଏ ଆମର ଉପସଭାପତି ମଧ୍ୟ ଅଛନ୍ତି। ଆଉ ସାର୍ ଆମେ ଆଜି ଆମର ନବୋଦୟର ରିଜନାଲ୍ ମିଟ୍ ହେଉଛି ଏଠି, ଆଉ ତା ସହିତ ଆମର ନାଁର ମଧ୍ୟ ଆନୁଆଲ୍ ମିଟ୍ ହେଉଛି। ରିଜନାଲ୍ ମିଟ୍ ଏଇଟା 3ୟ ସଂଶୋଧନ, ଆଉ ଏଇଟା ହେଉଛି ଆମର 8th ନାଓ ଆନୁଆଲ୍ ମିଟ୍ଟା ଏଇଟା। ତ ଏଥିରେ ଆମର ପୁରାତନ ଛାତ୍ରମାନେ ଆସନ୍ତି, ଯେଉଁଥିରେ ଆମର ବହୁତ ବ୍ୟୁରୋକ୍ରାଟ୍ସ ଆସନ୍ତି, IAS, IPS ଆଉ ପବ୍ଲିକ୍ ସର୍ଭିସ୍ର ମାନେ ଡିଫରେଣ୍ଟ ସେକ୍ଟର୍ସର ସମସ୍ତେ ଆସନ୍ତି, ଏଣ୍ଟରପ୍ରେନିୟର୍ସ, ଡିଫରେଣ୍ଟ ସେକ୍ଟରର ଡକ୍ଟର, ଇଞ୍ଜିନିୟର୍ସ, ଟିଚର୍ସ, ମାନେ ଅଲ୍ ଇନ୍ ଅଲ୍ ଆମ ନବୋଦୟର ଯେତିକି ପିଲାମାନେ ସବୁ ପାଠ ପଢ଼ିଥାନ୍ତି ସମସ୍ତଙ୍କୁ ଆଣିଥାଉ। ଆଉ ଆଜିକା ଦିନରେ ଆମେ ସମସ୍ତେ ଯିଏ ଯେତେ ଉପରେ ଯାଇଥିଲେ ବି ଆମେ ସେଇ ପୁରାତନ ଦିନ ଯାହା ଆମେ ଆମ ସ୍କୁଲ ଲାଇଫ୍ରେ ବିତେଇ ଥାଉ ତାକୁ ମନେ ପକାଇ ଆଜି ଆମେ ସମସ୍ତେ ସେଇ ପୁରାତନ ସେଇ ଛୋଟ ଥିବା ସମୟର ଦିନକୁ ମନେ ପକାଉ। ଆମର ମୁଖ୍ୟ ଏଇମ୍ ହେଉଛି କି ଆମର ଯେଉଁ ନବୋଦୟ ଗୋଟେ ବ୍ରାଣ୍ଡ ଅଛି, ନବୋଦୟ ଗୋଟେ ବହୁତ ବଡ଼ ଅନୁଷ୍ଠାନ। ତ ଏଇ ଅନୁଷ୍ଠାନରେ ଆମେ ସୋସାଇଟି ପାଇଁ କାମ କରୁଛୁ ବହୁତ। ଆଉ ଆମ ନବୋଦୟ ଯେଉଁମାନେ ଛୁଆମାନେ 12th ପରେ ପାସ୍ ଆଉଟ୍ କରୁଛନ୍ତି ସେମାନଙ୍କୁ ମଧ୍ୟ କାମ କରୁଛୁ। ଯେମିତି ଫାଇଲିଂରେ ଆମେ କାମ କରିଛୁ, କୋଭିଡ଼ ଟାଇମ୍ରେ କାମ କରିଛୁ। ଆଉ ପାଠପଢ଼ା ସହିତ ସୋସିଆଲ ୱାର୍କ ବି ରହିଛି। ହଁ, ମାନେ ପାଠପଢ଼ା ତ ଆମେ କରିକି ବାହାରୁଛୁ। ନବୋଦୟ ବାହାରିଲା ପରେ ଆମର ଏ ଆସୋସିଏସନ୍ ଆଉ ନବୋଦୟ ମାନେ ଆପଣ ଡିଫରେଣ୍ଟ ସେକ୍ଟର ଦେଖିବେ ବହୁତ କାମ କରନ୍ତି। ସ୍ପେଶାଲି ସେମାନଙ୍କର କାମ କରିବା ତରିକା ଆପଣମାନେ ଦେଖିଥିବେ, ଆଜି ଆପଣ ଷ୍ଟେଜ୍ରେ ଦେଖିଥିବେ ନବୋଦୟ ମାନେ ସବୁ ବଡ଼ ବଡ଼ ନୂଆ ଛାତ୍ରଛାତ୍ରୀମାନଙ୍କ ପାଇଁ କ'ଣ କହିବେ, କ'ଣ ରହିବ ତାଙ୍କ ପାଇଁ ପ୍ରେରଣା ରହିବ? ଆମେ ସ୍ପେଶାଲି ଆମର ନବୋଦୟର ଯେଉଁ ନୂଆ ଛାତ୍ରଛାତ୍ରୀମାନେ ବାହାରୁଛନ୍ତି ସେମାନଙ୍କୁ ଆମେ ସବୁବେଳେ କହୁ, ଗୋଟିଏ ପିଲା ଯେତେବେଳେ ନବୋଦୟକୁ ଯାଏ ସିଏ ଗୋଟିଏ ତାଙ୍କ ଅଞ୍ଚଳର ସବୁଠାରୁ ମେଧାବୀ ଛାତ୍ର କିମ୍ବା ଏଣ୍ଟ୍ରାନ୍ସ ଦେଇକି ଆସିଥାଏ। ତ ଆମେ ସବୁବେଳେ ପ୍ରେରିତ କରୁ, ତୁମେ ନବୋଦୟ ଗୋଟେ ବଡ଼ ସ୍କୁଲରେ ଆସିଲା ପରେ ଆହୁରି ତୁମେ ବଡ଼ ଇନଷ୍ଟିଚ୍ୟୁଟ୍କୁ ଯାଅ, ଯଦ୍ୱାରା କି ତୁମର ନିଜ ଗାଁ ନାଁ ବଢ଼ିବ, ତୁମ ପରିବାର ନାଁ ବଢ଼ିବ, ଧୀରେ ଧୀରେ ଆମ ଷ୍ଟେଟ୍ ନାଁ ବି ବଢ଼ିବ। ଆମେ ଚାହୁଁଛୁ କି ଆମ ଓଡ଼ିଶା, ଯେଉଁ ନବୋଦୟ ଆଲୁମିନି ଆସୋସିଏସନ୍ ଅଫ୍ ଓଡ଼ିଶା, ଏଥିରେ ଆମେ ଆମ ଓଡ଼ିଶାକୁ ଏକ ନୂତନ ସ୍ଥାନରେ ଉଚ୍ଚ ସ୍ଥାନରେ ଦେଖିବାକୁ ଚାହୁଁଛୁ। ଧନ୍ୟବାଦ, ବହୁତ ବଢ଼ିଆ। ସଭାପତି ନବୋଦୟ ଆଲୁମିନି ଆସୋସିଏସନ୍ ଅଫ୍ ଓଡ଼ିଶା, ଆଜି ଆମର ରିଜନାଲ୍ ଆଲୁମିନାଇ ମିଟ୍ ଯେଉଁଟାକି ନବୋଦୟ ବିଦ୍ୟାଳୟ ସମିତିର ରହୁଛି, ଯେଉଁଟାକି 3rd NBS ଭୋପାଳ ରିଜନ୍ ଆଲୁମିନାଇ ମିଟ୍। ତା ସହିତ ଆମର ନବୋଦୟ ଆଲୁମିନି ଆସୋସିଏସନ୍ର ମଧ୍ୟ 8th ଆନୁଆଲ୍ ମିଟ୍ ମଧ୍ୟ ହେଉଛି। ତ ଆଜି ଆମେ ସମସ୍ତ ଓଡ଼ିଶାରେ ଯେତେ ନବୋଦୟ ବିଦ୍ୟାଳୟ ଅଛି, ମଧ୍ୟପ୍ରଦେଶ, ଛତିଶଗଡ଼ର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଆଜି ଯୋଗ ଦେଇଛନ୍ତି। ତ ଏ ସଭାରେ ଆମେ ମୁଖ୍ୟତଃ ଆମେ ସମସ୍ତଙ୍କୁ ଭେଟଘାଟ ହେଉଛି, ପ୍ଲସ୍ ଆମର ନବୋଦୟ ବିଦ୍ୟାଳୟ ସମିତି ଚାହୁଁଛି ଯେ ଆମର ଯେଉଁ ପୁରାତନ ଛାତ୍ରଛାତ୍ରୀମାନେ କେମିତି ତାଙ୍କ ଯେଉଁ ନବୋଦୟ ବିଦ୍ୟାଳୟ, ଯେଉଁ ନବୋଦୟ ବିଦ୍ୟାଳୟ ଅଛି, ଆମେ କେମିତି ତାକୁ ଗିଭ୍ ବ୍ୟାକ୍ କରିପାରିବୁ। ନବୋଦୟ ଛାତ୍ରଛାତ୍ରୀ ପୁରାତନ ଛାତ୍ରଛାତ୍ରୀ ହିସାବରେ ଆମେ କ'ଣ ତାଙ୍କୁ ଫେରସ୍ତ କରିପାରିବୁ, ଆଉ ଆମେ ମଧ୍ୟ ସ୍କୁଲ ପ୍ରତି ଆମେ କ'ଣ ଆମର ଦାୟିତ୍ୱ ରହିଛି ଏ ଉପରେ ମଧ୍ୟ ଚର୍ଚ୍ଚା ଆଲୋଚନା ଚାଲିଛି। ଆଉ ଆମେ ସମସ୍ତେ ଆଜି ଏକାଠି ହେଇ ତାକୁ ସେଲିବ୍ରେସନ୍ କରିବୁ। ଆଉ ଆଗକୁ ମଧ୍ୟ ଆମର ଗିଭ୍ ବ୍ୟାକ୍ ଟୁ ସିଷ୍ଟମ୍, ଯେଉଁଟାକି ଏଣ୍ଟର ଟୁ ଲର୍ନ ଆଣ୍ଡ ଗିଭ୍ ଟୁ ସର୍ଭ। ନୂଆ ପିଲାମାନଙ୍କୁ କ'ଣ କହିବେ, ଯେଉଁମାନେ ଏବେ କଣ୍ଟିନ୍ୟୁ କରୁଛନ୍ତି ତାଙ୍କ ପାଇଁ କ'ଣ ରହିବ ବାର୍ତ୍ତା ଆପଣଙ୍କର? ଆମର ଯେଉଁମାନେ ଆଜିକାଲି ଯେଉଁ ପାସ୍ ଆଉଟ୍ କରୁଛନ୍ତି, ଆମର ତାଙ୍କ ବାର୍ତ୍ତା ରହିବ ଯେ ତୁମେ ପାଠପଢ଼ା ସହିତ ନିଜର କ୍ୟାରିୟର ଗଠନ କରନ୍ତୁ, ତା ସହିତ ସୋସାଇଟି ପ୍ରତି ମଧ୍ୟ ତୁମର କଣ୍ଟ୍ରିବ୍ୟୁସନ୍ ରହିଛି। ଆଉ ସୋସାଇଟି ଗିଭ୍ ବ୍ୟାକ୍ ଟୁ ଦ ସିଷ୍ଟମ୍, ଗିଭ୍ ବ୍ୟାକ୍ ଟୁ ଦ ସୋସାଇଟି। ତ ନିଶ୍ଚିନ୍ତ ଭାବେ ସେମାନେ କିଛି ନା କିଛି ଭଲେଣ୍ଟାରୀ ସର୍ଭିସ୍ କରନ୍ତୁ ସମାଜର ମଙ୍ଗଳ ପାଇଁ, ମୁଁ ଏତିକି କହିବି। ଧନ୍ୟବାଦ।